ଅପାରେ କଲେ ବେଟର ଧ୍ୟାନ ହେଉଛନ୍ତି ନବୀନ ବାବୁ। 25 ବର୍ଷ ଗୋଟେ ଲୋକ ଯେତେବେଳେ ରହିବ 25 ବର୍ଷ ଶାସନ କଲା ପରେ ସିଏ ଟିକେ ଭଲ ହୁଅନ୍ତା ନାଇଁ କି? ହଁ ଆପଣ 25 ବର୍ଷ ମୋହନ ବାବୁଙ୍କୁ ରଖନ୍ତୁ। 25 ବର୍ଷ ରହିଲେ କିଛି ମାନେ ଅଛି? ଜନସାଧାରଣ ଉପରେ ନିର୍ଭର କରେ ନା ଆଉ। ତାକୁ ଯେତେବେଳେ ରଖିଲ ସିଏ ଆସିଲେ ନବୀନ ବାବୁ ହାତ ହଲେଇ ଦେଲେ ଆପଣ ମାନେ ଖୁସି ତ? ଏତିକି କଥାରେ ଲୋକ ଭୋଟ ଦଉଥିଲେ ତ ମୋହନ ବାବୁ ସେମିତି ଦଉନା? ତାଙ୍କୁ ଭଲ ଭଲ ମୋହନ ବାବୁ ତ କିଛି ଏପର୍ଯ୍ୟନ୍ତ କୌଣସି କାମ ବି ଆମେ ଦେଖିପାରୁନୁ ଆଖି ଦୃଶ୍ୟ ତାକୁ ବନ୍ଦ ଷ୍ଟାର୍ଟିଂରେ ହେଲେ ପୁଣି ତ ସେ ଯାଇ ବଞ୍ଚିଲେ ମଣିଷ ଯାହା କରିବ। ହଁ ଗୋଟେ ସ୍ୱାସ୍ଥ୍ୟ କାର୍ଡ଼ କରୁଛି ତମେ ଆଗ ଆକ୍ସିଡେଣ୍ଟ ହେବ ରୋଡ଼ରେ ମେଡ଼ିକାଲ ଯିବ ପଇସା ଘରେ ଥବ ଆମେ ବାହାର କରି ସେଠି ଖର୍ଚ୍ଚ କରିବୁ ପରେ ପାଇବୁ ପଇସା। ଇଏ ଠିକ୍ ମୋହନ ବାବୁଙ୍କର? ମୋହନ ବାବୁ କଲେ ଆଉ କିଏ ସେ ସେଟା ତାଙ୍କ ସରକାର କରୁଛି। ସେ ତାମାନେ ଲୋକ ତ ମରିବେ ଏଭଳିଆ ସରକାର ରହି କେତେ ନ ରହି କେତେ। ଆଉ ମୋହନ ବାବୁ ଭଲ କେମିତି ହେଲେ? ସିଧା କଥା ମୋହନ ବାବୁଙ୍କ ଉପରେ ଫାୟାର ହେଇଛନ୍ତି। ସାର୍ଙ୍କ ପାଇଁ ଟିକେ ଥଣ୍ଡା ପାଣି ଗିଲାସ ବ୍ୟବସ୍ଥା କରାଯାଉ ତାପରେ ଆଲୋଚନା ସାର୍ ଟିକେ ଟିକେ ହଁ କହିବେ ସାର୍। ଆଜ୍ଞା ମୋହନ ବାବୁଙ୍କ ଉପରେ ଏତେ ଗୋଟିଏ କଥା ନେଇ ଫ୍ରଷ୍ଟ୍ରେଟ୍ ଜନସାଧାରଣ ତ ଗରିବ ଗୁରା ରହିଛନ୍ତି ସେ ମେଡ଼ିକାଲ ପର୍ପଜରେ ପଇସା ଆଣିବେ କେଉଁଠୁ? ସ୍ୱାସ୍ଥ୍ୟ କାର୍ଡ଼ ଥିଲା କେଉଁଠୁ ଗୋଟେ ପିଲା ଯାଉଛି କଲେଜ ଆକ୍ସିଡେଣ୍ଟ ହେଇଗଲା ତାକୁ ସାଙ୍ଗେ ସାଙ୍ଗେ ନେଉଥିଲୁ କାର୍ଡ଼ଟା ଦେଖାଉଥିଲୁ ଆମର କାମ ହେଇଯାଉଥିଲା। ବର୍ତ୍ତମାନ ଆମେ ନିଜ ପକେଟରୁ ପଇସା କେଉଁଠୁ ଆଣିବୁ? ଏଥରେ ଦେଖାଯାଉଥିଲା ଯେ ଏଥିରେ ପ୍ରାଇଭେଟ ହସ୍ପିଟାଲ ଗୁଡ଼ିକ ଧନୀ ହେଉଥିଲେ। ନାଇଁ ନାଇଁ ଫଲ୍ସ ବିଲ୍ କରି ଫଲ୍ସ ବିଲ୍ ଯିଏ ଅଶିକ୍ଷିତ ଇଲିଟରେଟ୍ ପର୍ସନ୍ ତାଙ୍କଠୁ ସେ ଧନୀ ହେଉଥିଲେ। ଯେଉଁମାନେ ଧବାବାଜ ଲୋକ ତାଙ୍କଠୁ ଧନୀ ଯାହାର ପ୍ରପର ୱେରେ ଲଗେଇବାର ଥିଲା ସେମାନେ କାହିଁ ଧନୀ ହେବାକୁ ଯିବେ? ଆମର ପ୍ରପର ୱେରେ ଲଗେଇବାର ଆମର ଅଛି ଆମେ ଜାଣିଛୁ କାହିଁ ସେମାନେ ଧନୀ ହେବାକୁ ଯିବେ? ପୁଣି ଚାଲିଥିଲା ପୁଣି କେମିତି ଧନୀ କେମିତି ହେଉଥିଲେ ପ୍ରମାଣ ଦେଉନାହାନ୍ତି। ଧନ୍ୟବାଦ ଏଇ ନର୍ସିଂ ହୋମ୍ଟା ଏତିକି ଟଙ୍କା ଠକେଇ କରିକି ହେଇଯାଇଛି ବୋଲି କାହିଁ